ଦେଖନ୍ତୁ ଆମର 5 ଦଫା ଦାବି ଥିଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ତରଫରୁ। ଇଏ ଯେଉଁଭଳି ଆଇନ ବିଶୃଙ୍ଖଳା ହେଇଛି ଏହି ପ୍ରତିବାଦରେ ମଧ୍ୟ ଥିଲା। ଏଠି ଆମର ଯେଉଁ ମହିଳା ନେତା ବା ହଉ ବା କର୍ମୀଙ୍କୁ ଯେଉଁଭଳି ଭିଡ଼ା ଅଟରା କରି ତାଙ୍କ ଡ୍ରେସ୍ ଫ୍ରେସ୍ ଚିରିଅନ୍ତି, ଏହା ଅତି ଦୁଃଖର ବିଷୟ। ଏ ସରକାର ଅପାରଗ ସରକାର, ସରକାର ଚଳେଇ ପାରୁନାହିଁ, ନାରୀମାନଙ୍କୁ ବି ଇଜ୍ଜତ ଦେବାର ଶିଖିନାହିଁ ସିଏ। ଆଉ ଏହା ବିରୁଦ୍ଧରେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ। ସରକାର ବିଜେପି ଦଳ କହୁଛନ୍ତି ମହିଳା ସୁରକ୍ଷିତ ଅଛନ୍ତି ଏବଂ ଏଟା ଲୋକଙ୍କ ସରକାର। ମୋହନ ସରକାର ଯିଏ ଲୋକଙ୍କ ସରକାର, ଲୋକଙ୍କର କିଛି ଅସୁବିଧା ନାହିଁ। କଂଗ୍ରେସ ସବୁ ନ୍ୟାରେଟିଭ କରୁଛି, କଂଗ୍ରେସ ବଦନାମ କରିବା ପାଇଁ ସବୁ। ଦେଖନ୍ତୁ ଆପଣ ବିଗତ ଦିନରେ ଦେଖିଥିବେ ଯେଉଁଭଳି ରୋଗୀମାନେ ପୋଡ଼ିକି ମରିଗଲା ସମୟରେ ସିଏ ବର୍ତ୍ତମାନ ପାଇଁ ଯାଇକି ବାଂଲାରେ ଯାଇକି ନିର୍ବାଚନ ପ୍ରଚାର। ଏଭଳିଆ ସରକାରକୁ, ଯେଉଁ ସରକାର ଆସିଥିଲା ନ୍ୟାୟ ବ୍ୟବସ୍ଥାକୁ ଇଏ କରିବା ପାଇଁ, ପୁରା ଦୁର୍ନୀତିଗ୍ରସ୍ତ ରାଜଧାନୀ ଉପରେ ଯେଉଁଭଳି ଆକ୍ରମଣ ହେଉଛି, ଦୁର୍ଘଟଣା ଘଟୁଛି, ଆଇନ ଶୃଙ୍ଖଳା ଟୋଟାଲ ବିପର୍ଯ୍ୟସ୍ତ ବର୍ତ୍ତମାନ ପାଇଁ ରାଜଧାନୀରେ। ତାହେଲେ ଦାବି କ'ଣ ରଖିବେ? ସରକାର ତ ଆଜି ପାଇଁ ବିଧାନସଭା ଭିତରକୁ ଯିବାକୁ ମଧ୍ୟ ଦେଲେ ନାହିଁ। ଦେଖନ୍ତୁ ଆଜି ଆମକୁ ବିଧାନସଭା ଭିତରକୁ ଯିବାକୁ ଦେଇନାହାନ୍ତି, କିନ୍ତୁ ଆଗାମୀ ଦିନରେ ଆମେ ଜୋରଦାର ବିରୋଧ କରି ପ୍ରତିବାଦ କରି ଧସେଇ ପଶିବୁ। ମୋହନ ସରକାର ଯେଉଁ ପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି ତାଙ୍କୁ ରାଜରାସ୍ତାରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ବାଟ ଚଲାଇ ଦେବ ନାହିଁ। ମୋହନ ମାଝୀ ଇସ୍ତଫା ଦେବେ ନା ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେବେ? କାହା ଇସ୍ତଫା ଦାବି? ପ୍ରଥମେ ତ ଆମେ କହିବୁ ମୋହନ ମାଝୀ ଇସ୍ତଫା ଦିଅନ୍ତୁ, କାରଣ ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଟୋଟାଲି ଅପାର। ଟୋଟାଲି ଯେତକ ମନ୍ତ୍ରୀ ପଦରେ ଅଛନ୍ତି ସବୁ ଅପାର। ତୁରନ୍ତ ଆଗ ମୋହନ ମାଝୀ ଇସ୍ତଫା ଦେଲେ ସମସ୍ତେ ଠିକ୍ ହେବେ।